ହ୍ୟାଲୋ ଷ୍ଟୁଡେଣ୍ଟସ୍, ୱେଲକମ୍ ଟୁ ତପନ ଜ୍ୟୋତି ଏଜୁକେସନ୍। ଚତୁର୍ଥ ଶ୍ରେଣୀ ପିଲେ, ଚାଲନ୍ତୁ ଜାଣିବା ଆଜି ତମର ସାହିତ୍ୟ ବିଷୟର ଜନ୍ ପ୍ରିୟସାଥୀ ଡିକ୍ର ପ୍ରଶ୍ନ ଉତ୍ତର। ଚାଲନ୍ତୁ ଦେଖିବା ଆମେ 1 ନମ୍ବର ପ୍ରଶ୍ନ ଉତ୍ତର। 1 ନମ୍ବର ପ୍ରଶ୍ନଟି ହେଲା, ଆସ କଥାବାର୍ତ୍ତା ହେବା। କ ରହିଲା, ଭାରତୀୟ ଯୁବକ କଣ ପାଇଁ ବିଲାତ ଯାଇଥିଲେ? ଏହାର ଉତ୍ତରଟି ହେଲା, ଭାରତୀୟ ଯୁବକ ଉଚ୍ଚଶିକ୍ଷା ପାଇଁ ବିଲାତ ଯାଇଥିଲେ। ଖ ନମ୍ବର ପ୍ରଶ୍ନଟି ହେଲା, ଭାରତୀୟ ଯୁବକ ବିଲାତର କେଉଁ ସହରକୁ ଯାଇଥିଲେ? ଏହାର ଉତ୍ତରଟି ହେଲା, ଭାରତୀୟ ଯୁବକ ବିଲାତର କାର୍ଲାଇଲ୍ ସହରକୁ ଯାଇଥିଲେ। ଗ ନମ୍ବର ପ୍ରଶ୍ନଟି ହେଲା, ରାସ୍ତା ପାରି ହେବାରେ ଜନ୍ କାହିଁକି ଡିକ୍ର ସାହାଯ୍ୟ ନେଲେ? ଏହାର ଉତ୍ତରଟି ହେଲା, ଜନ୍ ଥିଲେ ଦୃଷ୍ଟିହୀନ ଓ ଡିକ୍ ଥିଲା ଗୋଟେ ତାଲିମପ୍ରାପ୍ତ କୁକୁର। ତେଣୁ ରାସ୍ତା ପାରି ହେବା ପାଇଁ ଜନ୍ ଡିକ୍ର ସାହାଯ୍ୟ ନେଲେ। ଚାଲନ୍ତୁ ଦେଖିବା 2 ନମ୍ବର ପ୍ରଶ୍ନ। ଗାର ଦିଆଯାଇଥିବା ଶବ୍ଦ ବଦଳରେ ସେଇ ଅର୍ଥ ବୁଝାଉଥିବା ଶବ୍ଦ ଲଗାଇ ବାକ୍ୟଗୁଡ଼ିକ ଲେଖିବା। କ ନମ୍ବର ପ୍ରଶ୍ନଟି ହେଲା, ମୁଁ ଶ୍ରେଣୀରେ ପ୍ରଥମ ହେବାରୁ ଘରଲୋକ ଆନନ୍ଦିତ ହେଲେ। ଏହାର ଉତ୍ତରଟି ହେଲା, ମୁଁ ଶ୍ରେଣୀରେ ପ୍ରଥମ ହେବାରୁ ଘରଲୋକ ଉଲ୍ଲସିତ ହେଲେ। ଖ ନମ୍ବର ପ୍ରଶ୍ନଟି ହେଲା, ଆଜି ଅବିରତ ବର୍ଷା ହେଉଛି। ଏହାର ଉତ୍ତରଟି ହେଲା, ଆଜି ଅନବରତ ବର୍ଷା ହେଉଛି। ଗ ନମ୍ବର ପ୍ରଶ୍ନଟି ହେଲା, ଆମ ଗାଁ ରାସ୍ତାରେ ଅଟୋ ଦେଖି ଆମେ ବିସ୍ମିତ ହେଲୁ। ଏହାର ଉତ୍ତରଟି ହେଲା, ଆମ ଗାଁ ରାସ୍ତାରେ ଅଟୋ ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ। ଘ ନମ୍ବର ପ୍ରଶ୍ନଟି ହେଲା, ନୂଆ ଜାଗା ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ। ଏହାର ଉତ୍ତରଟି ହେଲା, ନୂଆ ଜାଗା ଦେଖିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ। ଚାଲନ୍ତୁ ଜାଣିବା ଆମେ 3 ନମ୍ବର ପ୍ରଶ୍ନ। ଯେପରି କୁକୁର ସହିତ ପୋଷା ଲଗାଇ ପୋଷା କୁକୁର କରାଯାଉଛି, ସେହିଭଳି ତଳଲିଖିତ ଶବ୍ଦଗୁଡ଼ିକ ସହିତ କ'ଣ ଲଗାଇ ନୂଆ ଶବ୍ଦ ତିଆରି କରାଯାଇପାରିବ ତାହା ଲେଖିବା। ପ୍ରଶ୍ନ ସହ ଉତ୍ତର। ଚାଲନ୍ତୁ ଜାଣିବା। ଏହାର ଉତ୍ତର ହେଲା, ଉଜ୍ଜ୍ୱଳ ସହିତ ଆଲୋକ, ଅନ୍ତରଙ୍ଗ ସହ ବନ୍ଧୁ, ଅବିରତ ସହ ଉଦ୍ୟମ, ଅନାବିଳ ସହ ବନ୍ଧୁତ୍ୱ, ବୃଦ୍ଧ ସହ ବ୍ୟକ୍ତି, କଠୋର ସହିତ ହୃଦୟ। ଚାଲନ୍ତୁ ଜାଣିବା ଆମେ 4 ନମ୍ବର ପ୍ରଶ୍ନ। 4 ନମ୍ବର ପ୍ରଶ୍ନଟି ହେଲା, ବିକାଶର ଗାଁ ମହୁଲପାଲି। ଗାଁଟି ମହାନଦୀ କଡ଼ରେ। ତା ବାପା ରାମହରି ବାବୁ ଲଣ୍ଡନରେ ଚାକିରି କରନ୍ତି। ସେ ବର୍ଷକୁ ଥରେ ଘରକୁ ଆସନ୍ତି, ସେଇଟା ପୁଣି ଡିସେମ୍ବର ମାସରେ। ତେଣୁ ଡିସେମ୍ବର ମାସଟି ବିକାଶ ଓ ତା ସାନ ଭାଇ ମୁନାର ଭାରି ଭଲରେ କଟେ। ଉପରୋକ୍ତ ଅନୁଚ୍ଛେଦରୁ ନାମକୁ ବୁଝାଉଥିବା ଶବ୍ଦଗୁଡ଼ିକ ଲେଖ। ଉତ୍ତର ହେଲା, ବିକାଶ, ମହୁଲପାଲି, ମହାନଦୀ, ରାମହରି, ଲଣ୍ଡନ, ଡିସେମ୍ବର, ମୁନା। ଆସନ୍ତୁ ଜାଣିବା 5 ନମ୍ବର ପ୍ରଶ୍ନଟି। ଯୁବକ ଜଣକ ରାସ୍ତାର ଆରପଟକୁ ଲକ୍ଷ୍ୟ କଲେ। ଦେଖିଲେ ଜଣେ ବୃଦ୍ଧ ବ୍ୟକ୍ତି ଥମ୍ପସନ୍ଙ୍କ ଡାକରେ ଅଟକି ଯାଇଛନ୍ତି। କୁକୁର ବେକରେ ବନ୍ଧା ହୋଇଥିବା ବେଲ୍ଟଟିକୁ ଧରିଛନ୍ତି। କୁକୁରଟି ତାଙ୍କ ଆଗରେ ଠିଆ ହୋଇଛି ଏବଂ ମାଲିକର ନିର୍ଦ୍ଦେଶ ପାଇଁ ଚାହିଁ ରହିଛି। ଉପରେ ଲେଖାଯାଇଥିବା ଅନୁଚ୍ଛେଦରୁ କାମକୁ ବୁଝାଉଥିବା ଶବ୍ଦଗୁଡ଼ିକୁ ବାଛି ଲେଖିବା। ଚାଲନ୍ତୁ ଏହାର ଉତ୍ତର ଦେଖିବା। ଲକ୍ଷ୍ୟ କଲେ, ଦେଖିଲେ, ଅଟକି ଯାଇଛନ୍ତି, ବନ୍ଧା ହୋଇଥିବା, ଧରିଛନ୍ତି, ଠିଆ ହୋଇଛି, ଚାହିଁ ରହିଛି। ଚାଲନ୍ତୁ ଆମେ ଜାଣିବା 6 ନମ୍ବର ପ୍ରଶ୍ନଟି। ଯେ ସାହାଯ୍ୟ କରେ ତାକୁ ଗୋଟିଏ ପଦରେ ସାହାଯ୍ୟକାରୀ କହିଥାଉ। ସେହିପରି ତଳଲିଖିତ ଉକ୍ତିଗୁଡ଼ିକ ଗୋଟିଏ ପଦରେ କ'ଣ ହେବ ଲେଖିବା। ପ୍ରଶ୍ନ ସହ ଉତ୍ତର। ଚାଲନ୍ତୁ ଜାଣିବା। ଯେ ପାଦରେ ଚାଲେ ତାଙ୍କୁ ପଦଚାରୀ କହନ୍ତି। ଯେ ନିର୍ଦ୍ଦେଶ ଦିଏ ତାଙ୍କୁ ନିର୍ଦ୍ଦେଶକ କହନ୍ତି। ଯାହାର ଚକ୍ଷୁ ନାହିଁ ସେ ହେଲେ ଚକ୍ଷୁହୀନ। ଯେ ତାଲିମ ପାଇଛି ତାଙ୍କୁ କୁହାଯାଏ ତାଲିମ ପ୍ରାପ୍ତ। ଯେ ଭାରତର ଲୋକ ତାଙ୍କୁ କହନ୍ତି ଭାରତୀୟ ଲୋକ। ଚାଲନ୍ତୁ ଜାଣିବା 7 ନମ୍ବର ପ୍ରଶ୍ନଟି। କ ଓ ଖ ବାକ୍ୟ ଦୁଇଟିରେ ଥିବା ଭାବକୁ ଗରେ ଥିବା ଗୋଟିଏ ବାକ୍ୟରେ ପ୍ରକାଶ କରାଯାଇଛି। ସେହିପରି ତଳେ ଦିଆଯାଇଥିବା ଦୁଇଟି ବାକ୍ୟର ଭାବକୁ ଏକାଠି ଯୋଡ଼ି ଗୋଟିଏ ବାକ୍ୟରେ ଲେଖିବା। ଯେପରି ଆମେ ଦୁଇ ବନ୍ଧୁ ରୁଟି ଖାଉ। ଖରେ ଆମେ ଦୁଇ ବନ୍ଧୁ ବିସ୍କୁଟ ଖାଉ। ଗରେ ଆମେ ଦୁଇ ବନ୍ଧୁ ରୁଟି ଓ ବିସ୍କୁଟ ଖାଉ। ଏହାର ପ୍ରଶ୍ନ ସହ ଉତ୍ତର ହେଲା,
କରେ କୁକୁରଟି ତାର ସମସ୍ତ ବୁଦ୍ଧି ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ଖରେ କୁକୁରଟି ତାର ସମସ୍ତ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ଗ ହେଲା କୁକୁରଟି ତାର ସମସ୍ତ ବୁଦ୍ଧି ଓ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ନନ୍ଦନକାନନରେ ଚିଡ଼ିଆଖାନା ଦେଖିବା। ନନ୍ଦନକାନନରେ ଉଦ୍ଭିଦ ଉଦ୍ୟାନ ଦେଖିବା। ନନ୍ଦନକାନନରେ ଚିଡ଼ିଆଖାନା ଓ ଉଦ୍ଭିଦ ଉଦ୍ୟାନ ଦେଖିବା। ଚାଲନ୍ତୁ ଦେଖିବା 8 ନମ୍ବର ପ୍ରଶ୍ନଟି। ପିଲାଟିଏ ଗୋଟିଏ କୁକୁର ସାଙ୍ଗରେ ଖେଳୁଛି ଏବଂ ଆଉ ଗୋଟିଏ ପିଲା କୁକୁରକୁ ଖାଇବାକୁ ଦେଉଛି। ପିଲାମାନେ ଠିକ୍ କରୁଛନ୍ତି କି? ଏହାର ଉତ୍ତରଟି ହେଲା ହଁ, ସେମାନେ ଠିକ୍ କରୁଛନ୍ତି। କାରଣ କୁକୁରଟି ତାଙ୍କ ଅତି ଆଦରର ପୋଷା ଜୀବ। ତା ସହିତ ଖେଳିବା ଓ ତାକୁ ଖାଇବାକୁ ଦେବା ଉଚିତ କାର୍ଯ୍ୟ ଅଟେ। ସେମାନେ ଜୀବେ ଦୟା ଭାବ ପ୍ରଦର୍ଶନ କରୁଛନ୍ତି। ଚାଲନ୍ତୁ ଦେଖିବା 9 ନମ୍ବର ପ୍ରଶ୍ନଟି। 9 ନମ୍ବରଟି ରହିଲା ଆମର ସରଳାର୍ଥ। ସରଳ ଭାଷାରେ ବୁଝାଇ ଲେଖିବା। ଡିକ୍ର ସେହି ଆଖି କ'ଣ ଜନ୍‌ଙ୍କ ଆଖି ନୁହେଁ? ଉତ୍ତରଟି ହେଲା ଡିକ୍ର ସେହି ଆଖି ଆଖି ନୁହେଁ। ଉକ୍ତ ଗଦ୍ୟାଂଶଟି ଡକ୍ଟର ଦିଗରାଜ ବ୍ରହ୍ମାଙ୍କ ଦ୍ୱାରା ଲିଖିତ ଜନ୍‌ଙ୍କ ପ୍ରିୟ ସାଥୀ ଡିକ୍ ବିଷୟରୁ ଆସିଅଛି। ଏଠାରେ ଲେଖକ ଡିକ୍ର ଉଜ୍ଜ୍ୱଳ ଆଖି ଦୁଇଟିକୁ ଅନ୍ଧ ଜନ୍‌ଙ୍କ ଆଖି ବୋଲି କହିଛନ୍ତି। ଡିକ୍ ହେଉଛି ଅନ୍ଧ ଜନ୍‌ଙ୍କ ଅତି ପ୍ରିୟ କୁକୁର। ଡିକ୍ କେବଳ ତାଙ୍କ ପାଇଁ ପୋଷା କୁକୁରଟିଏ ନଥିଲା, ସେ ଥିଲା ତାଙ୍କର ଅତି ପ୍ରିୟ ବନ୍ଧୁ, ତାଙ୍କ ଅନ୍ଧ ଜୀବନର ଏକମାତ୍ର ସହାୟ ତଥା ଅବଲମ୍ବନ। ଜନ୍ ଅନ୍ଧ ହୋଇଥିବାରୁ ନିଜେ କେଉଁଆଡ଼େ ଯାଇପାରୁନଥିଲେ କି କୌଣସି କାମ କରିପାରୁନଥିଲେ। ମାତ୍ର ଡିକ୍ ତାଙ୍କୁ ଅନାୟାସରେ ସବୁଆଡ଼କୁ ନେଇ ଯାଇପାରୁଥିଲେ ଓ ସେ ତାଙ୍କର ସମସ୍ତ ଆବଶ୍ୟକ କାମ କରିପାରୁଥିଲେ। ତେଣୁ ଜନ୍ ଆଖି ଥାଇ ଯାହା କରିପାରୁନଥାନ୍ତେ, ସେସବୁ କାମ ଡିକ୍ ସାହାଯ୍ୟରେ କରିପାରୁଥିଲେ। ତେଣୁ ଡିକ୍ର ଉଜ୍ଜ୍ୱଳ ଆଖି ଦୁଇଟିକୁ ସାର୍ ଜନ୍‌ଙ୍କ ଆଖି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶ୍ରେଣୀ ଚତୁର୍ଥ ପିଲେ, ଏ ତ ଥିଲା ତମର ଜନ୍‌ଙ୍କ ପ୍ରିୟ ସାଥୀ ଡିକ୍ର ପ୍ରଶ୍ନ ଉତ୍ତର। ଆଗକୁ ସବୁ ବିଷୟର ପ୍ରଶ୍ନ ଉତ୍ତର ଦେଖିବା ପାଇଁକି ହେଲେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଜନ୍‌ଙ୍କ ପ୍ରିୟ ସାଥୀ ଡିକ୍ ସମ୍ପୂର୍ଣ୍ଣ ଦେଖିଥିବାରୁ ପ୍ରଶ୍ନ ଉତ୍ତର ତମମାନଙ୍କୁ ବହୁତ ବହୁତ ଧନ୍ୟବାଦ।